हाय फ्रेंड, जय जगन्नाथ। मु विश्वजित। शुभ सन्ध्या सांगମାନେ। ଆପଣମାନେ ନିହାତି ଦେଖିକି ଜାଣିସାରିବେନି ଏଇଟା ଆଜ୍ଞା ମାଗୁର ମାଛ। ଆପଣମାନେ କେବେ ମାଗୁର ମାଛ ତରକାରୀ ଖାଇଛନ୍ତି? କେତେ ଟେଷ୍ଟ ଲାଗେ ଆପଣମାନେ ନିହାତି ଜାଣିଥିବେ। ମାଗୁର ମାଛକୁ ଆମ୍ବୁଲ ପକାଇ ଝୋଳ କଲେ ତାର ଟେଷ୍ଟ କେତେ ଲାଗେ। ତ ସାଙ୍ଗମାନେ, ଆପଣମାନେ ନିହାତି ଜାଣିଥିବେ ଯେତେବେଳେ ପ୍ରବଳ ଜୋରେ ମେଘ ବର୍ଷା ହୁଏ ସେତେବେଳେ ଗାଁ ଗଣ୍ଡାମାନଙ୍କରେ ପୁରୁଣା ପୋଖରୀମାନଙ୍କରୁ ଏଇସବୁ ପୁରୁଣା ଦେଶୀ ମାଛ ଉପରକୁ ଉଠିସି ଆସନ୍ତି, ଯଥା କଉ, ରତା, ମାଗୁର। ତ ସାଙ୍ଗମାନେ, ସେମିତି ଏକ ଦେଶୀ ମାଛ, ପୁରୁଣା ମାଗୁର ମାଛ ଆଜି ଧରା ଦେଇଛି ଆମ ପାଖ ପୋଖରୀରୁ। ତ ସାଙ୍ଗମାନେ ତାକୁ ଆଣି ବାପା ସାଙ୍ଗେ ସାଙ୍ଗେ କଟାକଟି କରି ଭାଜିବା ପାଇଁ ପ୍ରସ୍ତୁତ କଲେଣି। ତାଙ୍କ ସାଙ୍ଗରେ ଲାଗି ପଡ଼ିଛି ତାଙ୍କ ନାତୁଣୀ, ଯିଏକି ଆଜ୍ଞା ଆଇଁଷ ଡାଣି। ଟିକିଏ ଆଇଁଷ ହେଲେ ଆଉ ଛାଡ଼ିକି ଯିବନି। ତ ସାଙ୍ଗମାନେ ଦେଖିପାରୁଥିବେ, ନଜା ନାତୁଣୀ ମିଶି କଟାକଟି କରି ମାଛ ଧୁଆ ଧୁଇ କରି ରେଡ଼ି କରିଦେଲେ ଭଜା ହେବା ପାଇଁ। ତ ସାଙ୍ଗମାନେ, ମାଗୁର ମାଛ ଝୋଳ ସାଙ୍ଗକୁ ଗରମ ଗରମ ତତଲା ଭାତ, ଆପଣମାନେ ଜାଣିଥିବେ ତାର ଟେଷ୍ଟ କେମିତିଆ। ତ ସାଙ୍ଗମାନେ, ଅଜା ନାତୁଣୀ ଲାଗି ପଡ଼ିଛନ୍ତି ଆଜି ହେବ ମାଗୁର ମାଛର ଝୋଳ। ତ ସାଙ୍ଗମାନେ, ମାଛ କଟା ହେଇ ରେଡ଼ି ହେଇଗଲା। ତା ଦେହରେ କିଛି ଲୁଣ, ହଳଦୀ ଆଉ ଲଙ୍କାଗୁଣ୍ଡ ପକାଇ ତାକୁ ସାଙ୍ଗେ ସାଙ୍ଗେ ଗୋଳାଗୋଳି କରି ରେଡ଼ି କରିଦେଲେ ଅଜା ନାତୁଣୀ। ଆମର ତ ଆଜ୍ଞା ଆଇଁଷ ଖାଇବାର ନାହିଁ କି ସେଠିକି ଯିବାର ନାହିଁ। ତ ଅଜା ନାତୁଣୀକି ଆଜି ଛାଡ଼ିଦେଲୁ, ଆଇଁଷ ତୁମେ ତିଆରି କର, ତୁମେ ନିଜେ ଖାଇବ। ତ ସାଙ୍ଗମାନେ, ଆଇଁଷ ଖାଇବା ପାଇଁ ଏତେ ଇଚ୍ଛା, ଅଜା ନାତୁଣୀ ଦୁଇ ଜଣ ଯାକ ଲାଗି ପଡ଼ୁଛନ୍ତି ମାଛ କଟାକଟି କରି ତାକୁ ତିଆରି କରିବାର। ତ ସାଙ୍ଗମାନେ, ବାପା ବସିକି ମାଛ ଭାଜୁଛନ୍ତି। ଆପଣମାନେ ଦେଖିପାରୁଥିବେ, ମାଗୁର ମାଛ ଆଜ୍ଞା ତେଲରେ ପକାଇ ଦେଲା ପରେ ସେ ଉପରକୁ ଫୁଟେ, କାଳେ ଫଟକା ହେଇଯିବ, ସେଇଥିପାଇଁ ଘୋଡ଼େଇକି ସାବଧାନତାର ସହ ମାଗୁର ମାଛ ଭଜା ଯାଉଛି। ଆପଣମାନେ ଦେଖିପାରୁଥିବେ। ତ ସାଙ୍ଗମାନେ, ଆମର ତ ଆଜି ମାଗୁର ମାଛ ଝୋଳକୁ ଉଷୁନା ଚାଉଳର ଭାତ। ତ ସାଙ୍ଗମାନେ, ଆପଣମାନଙ୍କର କ'ଣ ରୋଷେଇ ହେଇଛି ନିହାତି କମେଣ୍ଟରେ ଜଣାଇବେ। ତ ସାଙ୍ଗମାନେ ଦେଖିପାରୁଥିବେ, ମାଗୁର ମାଛର ଭଜା ରେଡ଼ି ହେଇଗଲା। ଆଜ୍ଞା ନାତୁଣୀ ଯେମିତି, ଅଜା ବି ସେମିତି। ଆଇଁଷ ଟିକେ ହେଲେ ତାଙ୍କ ମନ ଆଜ୍ଞା ଆକାଶରେ ଉଡ଼ିବ। ସିଏ ପୁଣି ଦେଶୀ ମାଛ, ଆଜ୍ଞା ଘର ପାଖ ପୋଖରୀର ମାଛ। ତ ସାଙ୍ଗମାନେ, ଆମ ବାପା ବୋଲି ନୁହଁ, ପ୍ରାୟତଃ ପୁରୁଣା ଲୋକମାନଙ୍କୁ ଘର ପାଖରେ ଥିବା ପୋଖରୀର ଦେଶୀ ମାଛ ଆଜ୍ଞା ବହୁତ ଭଲ ଲାଗେ। ସେ ପୁଣି ଆଜ୍ଞା ମାଗୁର ମାଛ। ତ ସାଙ୍ଗମାନେ, ଆପଣମାନେ ଭିଡ଼ିଓଟି ଦେଖିଲେ ଆପଣମାନଙ୍କୁ କେମିତି ଲାଗିଲା ଏହି ବର୍ଷା ଦିନିଆ ମାଗୁର ମାଛର ଝୋଳ, ଆପଣମାନେ ନିହାତି କମେଣ୍ଟ କରିବେ। ଜୟ ଜଗନ୍ନାଥ। ମୁଁ ବିଶ୍ୱଜିତ ରହୁଛି। ପୁଣି ଦେଖା ହେବ ଆଗାମୀ ଭିଡ଼ିଓରେ। ତ ସାଙ୍ଗମାନେ, ମୋ ଚ୍ୟାନେଲକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଜୟ ଜଗନ୍ନାଥ।